ଅଁଳାଭଟା ଗ୍ରାମର ଜଣେ ମୃତ, 3 ଗୁରୁତର। କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଅଁଳାଭଟା ଗ୍ରାମର ଗୋଟିଏ ପରିବାରର 4 ଜଣ ବିଷାକ୍ତ ଛତୁ ଖାଇ ଗୁରୁତର ହୋଇପଡ଼ିଛନ୍ତି। ଟୁଲୁ ବେଶ୍ରା ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିବା ବେଳେ ଆଉ 3 ଜଣ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ଟୁଲୁ ବେଶ୍ରା ଅଧିକ ଗୁରୁତର ହୋଇଥିବା ନେଇ ତାଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟୁଲୁ ବେଶ୍ରାଙ୍କ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ମୃତ୍ୟୁ ଘୋଷଣା କରିଛନ୍ତି। ଅନ୍ୟ 3 ଜଣ ମଙ୍ଗଳୁ ବେଶ୍ରା, ସୁନ୍ଦର ବେଶ୍ରା ଓ ଗୋବର୍ଦ୍ଧନ ବେଶ୍ରାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। କଳାହାଣ୍ଡି ଜିଲ୍ଲାରୁ ପରମାନନ୍ଦ ଠାକୁରଙ୍କ ରିପୋର୍ଟ, କ୍ରାନ୍ତିଧାରା ପ୍ଲସ୍। ସେ ଜୟପାଟଣାର ଅଁଳାଭଟା ଗାଁର ଗୋଟେ ଫ୍ୟାମିଲିର 3 ଜଣ ସେମାନେ ଛତୁ ଖାଇକରି ଝାଡ଼ା ବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଝାଡ଼ାର ଏତିକି ସିମ୍ପଟମ୍ ନାହିଁ, ତାଙ୍କୁ ବାନ୍ତି ହେଉଛି ଆଉ ତାଙ୍କୁ ଟ୍ରିଟମେଣ୍ଟ ଚାଲିଛି। ସେମାନେ ଏବେ ଷ୍ଟେବୁଲ୍ ଅଛନ୍ତି, ତଥାପି ଆମେ ଜୟପାଟଣା ଇନଚାର୍ଜକୁ ଏ ବିଷୟରେ ଅବଗତ କରାଇଛୁ।